ଜାଣିଛ ତମ ବାପା ତମ ସାନ ଭାଇ କି 5 ଲକ୍ଷ ଟଙ୍କା ଦେଇଛନ୍ତି କଣ ବିଜନେସ କରିବ? ହଁ କରୁ ଭଲ ହେଇଛି କଣ ହେଲା? ଆମ ଭାଗଟା ମାଗିନା ଆଣୁନ ସେ ବିଜନେସ କରିବ ବୋଲି 5 ଲକ୍ଷ ନେଇଯିବ ଆମ ଭାଗଟା ମାଗିକି ଆଣ। ଆରେ ମୁଁ ତ ଚାକିରି କରୁଛି ନା ମୁଁ 2 ପଇସା କମଉଛି ସେ ବିଜନେସ କଲେ 2 ପଇସା କମେଇବ କଣ ଅସୁବିଧା? ତାହେଲେ କଣ ଆମ ଭାଗଟା ଆମେ ଛାଡିଦବା କି? ଆଉ ତମେ କହୁଛ ମୁଁ ଏବେ ମାନେ ଭାଗ ମାଗିକି ତା ବାଟରେ କଣ୍ଟା ହେଇକି ଠିଆ ହେବି ଏଇଆ ତ? ଗୋଟେ କଥା କହିବି ଆମ ଓଡ଼ିଆ ଯୋଉ ଦେଢ଼ ଗୁଡିଆ କହନ୍ତେନି ଏଟା ସତ କଥା। କେବେ ବି କାହାର ଭଲ ଚିନ୍ତା କରିପାରିବେନି। ଯେତେ ଛକ ବଜାର ଟାଉନରେ ଦେଖୁଛ ଯେତେ ବଡ ବଡ ଦୋକାନ ସବୁ କାହାର ମାରବାଡି ମାନଙ୍କର। କେମିତି ଜାଣିଛ ତାଙ୍କ ବିଜନେସଟା ଏତେ ବଢୁଛି କେମିତି? ଯଦି ଗୋଟେ ବାପର 4ଟା ପୁଅ ହେଇଥିବେ ନା 3 ଜଣଙ୍କର ଭଲ ବେପାର ଚାଲୁଥିବ ଆଉ ଜଣଙ୍କର ଚାଲୁନଥିବ। ଏମାନେ 3 ଜଣ ତାଙ୍କ ବେପାରରୁ ଘଣ୍ଟେ 1.5 ଘଣ୍ଟା ଲେଖା ଟାଇମ ବାହାର କରିବେ ତା ପାଇଁ ତା ବେପାରଟା କେମିତି ଉପରକୁ ଉଠେଇବା ଆଉ ଉଠେଇକି ତାକୁ ତାଙ୍କ ସମାନ ଆଣିବେ ତାକୁ ସାମଞ୍ଜସ୍ୟ ପୁରା କରିବେ ମୋ ଭାଇ ବି ମୋ ସାଥିରେ ଚାଲିବେ। କିନ୍ତୁ ଆମ ଓଡ଼ିଆ ମାନଙ୍କର ପ୍ରକୃତି କଣ ଗୋଟେ ଭାଇ ରଜା ହେଇକି ବସୁ ଆଉ ଗୋଟେ ଭିକ ମାଗୁ ମାନେ ସବୁବେଳେ ମୋ ତଳେ ରହିବ କାହାର ଭଲ ଆମେ ଦେଖିପାରିବାନି। କରୁ 2 ପଇସା କମେଇବ କଣ ଅସୁବିଧା ହେଇଗଲା? ତାର ପାଠ ହେଲାନି ଚାକିରି ବାକିରି ତାକୁ ମିଳୁନି ତ ସେ ବେପାର ସେପାର କରି ଯୋଉ ହେଲେ 2 ପଇସା କମେଇଲେ ଆମ ପାଇଁ ଭଲ ହବ। ଏ ପ୍ରକୃତି ସବୁ ଚେଞ୍ଜ କର ହେଲା।